ଚାରିଟାରେ ଯେ ପ୍ରବଳ ଖରା। ହ୍ୟାଲୋ ଡଙ୍କ ନେବେ କଖାରୁ ଡଙ୍କ। ଚାଲନ୍ତୁ ଆମ ବାଡ଼ିରୁ ଟିକେ କଖାରୁ ଡଙ୍କ ତୋଳା ହବ ଏଇନା। 4ଟା ହେଲାଣି, କେତେ ଜୋରସରେ ଖରା। ଏଇନା 4ଟା ହେଇଛି ଜମା। ଦୋକାନିଆ କଣ ଏଇ ଖରାବେଳଟା ଯାଉଛି? ବାଇଗଣ ଗଛ ପୋକରା ହେଇଗଲା। ବାଇଗଣ ଗଛ ପୋକରା ହେଇଗଲା। ଡଙ୍କ ଏତିକି ତୋଳା ହେଲା। ମାଇଁ କହିଛନ୍ତି ଖାଇବେ ରାଇତା। ତାଙ୍କ ପାଇଁ ଡଙ୍କ ଦିଆହେଉଛି। କଖାରୁ ଡଙ୍କ ସେପଟରୁ ଆଣିଲନି, ସେପଟରୁ ଆଣନା। ଏଗୁରା ଭୁକୁଣ୍ଡିଆ ଗୁରା ଆଣିଛ, ଏ ଭଲ ନାହିଁ। ହଁ ଏଇନା ମଙ୍ଗଳା ପାଇଁ, ଯୋଉ ଯଜ୍ଞ ପାଇଁ। ସେପଟରୁ ଜମା ଆଣିବନି। ହୋଇ ସେଇ ଯୋଉ ଗଛରେ ଯୋଉଟା ମାରିଛି ଆଣନା। ଏଇ ଗଛରେ କଖାରୁ ଡଙ୍କ, ଏଇ ଗଛରେ କଣ କରିବି? ଅଗଟା ଏଇ ଅଗ ଦେଖି ଆଣିବ। କୋଉଠି ଟାକୁଆ? ମୁଁ 2ଟା ଦେଖିଲି। କଣ କଷି କଷି ନବ, ଖାଇବ ଭଲ ଲାଗିବ। ଏଇଟା ବୁଢ ଲୋକ ଗୁରା ନ, ଗଛ ଶୁଖିଗଲାଣି। କଖାରୁ ଡଙ୍କ ବା ବିକ୍ରି ହଉଛି। କଖାରୁ ଡଙ୍କ ଯୋଉ ଭି ପିତା ଯୋଉ ଶାଗ, ସେ ଶାଗ ମିଠା ଗଛ। ଆମ ଲିଚୁ କୋଳି ଗୁରା ଏ ବର୍ଷ ହେଲାନି ବାଗ। ଖରାରୁ କିଛି ଫଳୁନି। କଣ ଡଙ୍କ ନା? ହଁ ମାଇଁ ନାହାନ୍ତି, ବାହାଘରିଆ ପଳେଇଛନ୍ତି। ପଣସ, ଆମର ଗୋଟେ ପଣସ ହେଇଛି, ପାଚିବ। ଆମ ଗଛ ଆମ୍ବଟା 3ଟା ହେଇଥିଲା, କିନ୍ତୁ ଏଇ ଗୋଟିଏ ଆଉ ଗୋଟେ କଣ ଦେଖିଆ। ଗୋଟିଏ ଆମ୍ବ, କେତେ ଆମ୍ବ? 4-5ଟା ଜମା ହେଇଥିଲା 2ଟା ଗଛରେ। ଏ ବଢିଆ ମିଠା ଆମ୍ବ ଲୋ, ବଢିଆ ମିଠା। ଏ ବର୍ଷ ବଡ ବଡ ହେଇଛି, କିନ୍ତୁ ମାତ୍ର 2ଟି। 3 ଆଉ ଗୋଟେ ଅଛି, ଆଉ ଗୋଟେ ଅଛି କିନ୍ତୁ ଦେଖାଯାଉନି ତମକୁ। ଏଇ ସେପଟରେ ଅଛି। ମୁଁ 3ଟା ଦେଖିଥିଲି, ତାକୁ ପୁରା ମାନେ ମୁଁ ଡେଲି ଦେଖୁଛି। ଏଇଟା ଦେଖିବା। ହଁ ମୁଁ ଏଇଟା ଦେଖିଲି, ମୁଁ ଦେଖିବା। ବଢିଆ ଆମ୍ବ ବା, ବଢିଆ ଲାଗେ। ଆର ବର୍ଷ ଯୋଉ ଆଦି ହେରିକା ଛିଡେଇ ପକେଇଥିଲେ। ମୁଁ ଆଉ ଅନେଇ ନଥାନ୍ତି। ନା ମୁଁ କଞ୍ଚା 3ଟା ଖଣ୍ଡେ ପଡିଥିଲା, ମୁଁ ଦେଖିଛି। ସେଗୁରା ସେଟା କଣ? ସେଠି 3ଟା ହେଇଥିଲା। ଏବେ ଗୋଟେ ଆଉ ଅଛି। ସେଟା କୋଉଠି କରିବା? କଣ ଆମ୍ବ? ଇଏ ଆମର ଭଲ ନୁହଁ। ଆଉ କିଏ ନେଲା କି? କାଇଁ ଗଳି ପଡୁଛି ବା, କହୁଛନ୍ତି ବୋଉ ଟାକୁଆ ପଡୁଛି। ସାଢେ କୋଉଠି ହେଇଛି? ଏଠି 5ଟା ଥିଲା, 2ଟା ଅଛି। ଆଉ ତାହେଲେ ସେପଟକୁ ଦେଖିଲେ ଅଛି। ନା ନେବେ କିଏ? ଇଏ ଏତେ ସହଜରେ ଛିଡିବନି ବା। ଏ ଆମ୍ବ ଗୁଡା ପୁରୁଣା ଡାଳ ଲୋ, ପୁରୁଣା ଡାଳରେ ଦିଟା ହେଇଛି। ନା ଲୋ, ଏ ଆମ୍ବ ଗୁଡା ଏତେ ମେଘ ପବନ ହୁଏ କଣ ଗୋଟେ ପଡେ? ଓ ହେଇପା ଆଉ ଗୋଟେ ହେଇ ପଚିଗଲା ଭଳିଆ ହେଇଛି, ପୋକ ଲାଗିଯାଇଛି। ଏଡେ ପୁରା ହେଇ ପଚି ଯାଇଛି ଫାଳେ। ଏଇ ଆଙ୍କୁଡିଟା, ଏଇ ଆଙ୍କୁଟା ସେଠି ଅଛି, ଆଣିକି ଟାଣିନେ ହେଇ ପଚି ଯାଇଛି ଫାଳେ। ଆମ୍ବ ଚୋରଣି ଆମେ। ଗଳି ପଇଲା। ବଡ ଆମ୍ବଟେ ହେଇଛି ଭାରି, କିନ୍ତୁ ହଁ ସେ ଭିତରକୁ ପଇଲା। ହଁ କଣ ହେଇଛି ଦେଖିଆ? ଖାଇ ନାହିଁ, ଇଏ କିଏ ବାଡେଇ ଦେଇଛି ଆମ୍ବଟାକୁ। ଏଟା ଭଲ ଆମ୍ବ ହବ, ବଡ ଆମ୍ବ। ଏଟା କୋଉ ଗଛ ଆମ୍ବ ପ୍ରକୃତିରେ? ଏଇ ନୂଆ ଗଛ, ନୂଆ ଗଛ। ଏଟା ସେ ଗଛ ନୁହଁ। ହଁ ଏଟା ନୂଆ ଗଛ। ବାସ୍ନା ହଉଛି ଭଲ।
ନା ନା ଏଇଟା ନୂଆ ଗଛ ଦେଖ ସେ ଆମ୍ବ ଦେଖେ ସେ ଆମ୍ବ କଦାପି ନୁହଁ ଏଇଟା ନୂଆ ଆମ୍ବ ଏଇଟା ଏଇଟା ଯୋଉ କଲିମି ଆମ୍ବ ହଁ କଲିମି ଆମ୍ବ ହଁ ଏଇଟା କଲିମି ଆମ୍ବ ହେଇ ଭଲ ବଡ ଏଇଟା କଲିମିଟା ଦେଖୁନ କଲିମି ବା ଦେଖେ ସେ ଆମ୍ବ ଦେଖେ ସେ ଆମ୍ବ ନୁହଁ ବା ଦେଖୁନ ତାର ଡିଜାଇନ ଝଡେ ନା ଏଇ ଆମ୍ବଟା ଭଲ ଲାଗେ ନା ଖାଇବାକୁ ଏଇଟା ଦେଖିବା ପଚେଇବା ଭାଣିଲେ ମାମୁଁ ଘରକୁ ସ୍ୱପ୍ନ ଦେଖୁ ପିଇବ ଆଣିବି ଥଣ୍ଡା ପାଣି ତମର ଯୋଗ ଦିଥର ବଇଲାଣି ନେଇକି ଯାଉଛ ଛାଡିବାକୁ ହେଲେ ଚପଲଟା ଆଣିବ ଗୋଡ ପୋଡିଗଲାଣି ମୁଁ ବା ଚପଲ ଆଣି ପଡିଯାଇଛି 4:30 5ଟା ବାଜିବ ଦେଖିଲା ଖରା ଯେ କହିବାର ନାହିଁ ହଁ ତମେ ତମେ 5ଟା ମା ଏଠି ଜମା ଠିଆ ହେଇଉନି ନମସ୍କାର ବାପା ଗୋଡକୁ ଚାଚି ଦବ ଧରି ଦିଟା ବୋଉ ଟାଟା କରିଦେ ବୋଉ ପଳେଇଲେ ମାମୁଁ ଘରକୁ ମାଲୋ କି ଖରା ଲୋ ଗୋଡ ପୋଡି ଯାଉଛି ପୁରା ଗାଈଟା ଆଇଥିଲା ବା କୁଆଡେ ସିଏ କହିନା ସେ ସିଆଡେ କୁଆଡେ ପଳେଇଲା ବା ସିଏ ମଠରେ ଯିବ ଏଇନା ସେଠି ଶୋଇବ ମୋ ଗୋଡ ପୋଡିଗଲା ଲୋ ମୁଁ ଯାଉଛି ଲୋ ଦେଖିବା ଟିକେ କରଙ୍ଗା ହେଇଛି ପ୍ରବଳ ଯୋଉ ଖରା ହଉଛି 5ଟା ହେଲାଣି ଯୋଉ ଖରଙ୍ଗା ଖାଲି ଛାଇ ହେଇଗଲାଣି ହେଲାଣି କୋଉଠି ଆଉ ପ୍ରବଳ ହେଲାଣି ତୁ ଜାଣିପାରୁନୁ କାଗଜ କଟା ଫୁଲ ଫେର ମେଞ୍ଚି ଫୁଲ ହେଲାଣି ଫେର ହବ ଦେଖୁଛୁ ନା ପ୍ରବଳ ଖରା ହେଲାଣି ଘରକୁ ପଳେଇବା ଯିବା ଘର ଫର ଖରକା ହବ ସନ୍ଧ୍ୟା ହବ ଏଇନା ତ ଖରା ଯୋଉ ଭଳିଆ ହେଇଛି ସିଲେଇ କାମ ଅଧା କରିକି ଯାଇଛି ବସିକି ସିଲେଇ କରୁଛି ଖରାବେଳେ ଏତେ ଗରମ ହଉଛି ଯେ ମୁଁ ସିଲେଇ କରିପାରୁନି ପଳଉଛି ପ୍ରବଳ ଗରମ ହଉଛି ଥଣ୍ଡା ପାଣି ଯଦି ପିଉନି ଫ୍ରିଜ ପାଣି ଫ୍ରିଜରେ ପାଣି